ରାଜ୍ୟରେ ମଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଚାଷୀମାନଙ୍କର ଯେଉଁ ପ୍ରତୀକ୍ଷିତ ଦିନ ଆଜି ଆରମ୍ଭ ହୋଇଛି। ଆମର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ସମବାୟ ସମିତି ପାଖରେ ଆମର ମଣ୍ଡି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ସରକାରଙ୍କର ଯେଉଁ ଗାଇଡଲାଇନ୍ସ ଅଛି FAQ ମାନ ସହିତ ଯାହା ଯାହା ସରକାରଙ୍କର ଗାଇଡଲାଇନ୍ ଅନୁସାରେ ଏ କାମ ଆରମ୍ଭ ହୋଇଛି। ଆମେ ଯିବା ଚାଷୀମାନଙ୍କର ଯେଉଁଭଳି ଭାବରେ ତାଙ୍କର ବର୍ଷ ସାରା କଷ୍ଟ କରିଛନ୍ତି, ତାଙ୍କର ଯେଉଁଭଳି ଭାବରେ ସେ ନିଜକୁ ଏଇଥିରେ ମଜ୍ଜିତ କରିକି ତାଙ୍କର ପ୍ରାପ୍ୟ ପାଇବା ପାଇଁ ସେ ଆଶାରେ ଆଜି ମଣ୍ଡିରେ ଏକତ୍ରିତ ହୋଇଛନ୍ତି ଏବଂ ଶୁଭ ଆରମ୍ଭ ହୋଇଯାଇଛି ଏହି ମଣ୍ଡି କାର୍ଯ୍ୟକ୍ରମ। ହେଲା ପ୍ରଦୀପ କୁମାର ସାମନ୍ତସିଂହା, ମୁଁ ଜଣେ ଚାଷୀ। ଆଉ ଆଜିର ମଣ୍ଡି ଆରମ୍ଭ କରାଗଲା। ମିଲର ଆସିଥିଲେ, RMC ବାଲା ଆସିଥିଲେ, ସବୁ ମାନ ନିର୍ଦ୍ଧାରଣ କରାଯାଇ ଡିସାଇଡ୍ ହେଇକି ମିଲରକୁ ଆମେ ଧାନ ଦେବୁ ବୋଲି ଠିକ୍ କଲୁ। ଆଜିର ମଣ୍ଡି 6 ତାରିଖ ଡେଟ୍ର ମଣ୍ଡିଟା ଆଜିଠୁ ଆରମ୍ଭ ହେଲା, ପ୍ରୋସେସିଂ କଣ୍ଟିନ୍ୟୁ କରିବୁ। ଏଠୁକୁ 2000 କୁଇଣ୍ଟାଲ ଆସିଛି, କିନ୍ତୁ 6 ତାରିଖରେ 127 ଜଣ ଚାଷୀ ଅଛନ୍ତି। ତାଙ୍କର ହେଉଛି ଟୋଟାଲ ଧାନ 4000 କୁଇଣ୍ଟାଲ। ସରକାର ଆମେ ତାଙ୍କୁ ଅନୁରୋଧ କରିବୁ ଆମର ଟାର୍ଗେଟ ସେ ଅନୁସାରେ ମିଲରକୁ ଦେବେ। କୁହୁଡ଼ି ପ୍ରାଥମିକ ସମବାୟ ସମିତିର ସହ ସମ୍ପାଦକ ଅଟେ। ଆଜି ଧାନ ମଣ୍ଡି ଉଦ୍ଘାଟନ କରାଗଲା। ଭାରି ସୁରୁଖୁରୁରେ ଉଦ୍ଘାଟନ ହୋଇଯାଇଛି ଏବଂ FAQ ମାନ ଚେକ୍ କରିବା ପାଇଁ RMC ଷ୍ଟାଫ୍ ଆସିଥିଲେ। ସମସ୍ତ ଚାଷୀ ଭାଇଙ୍କ ଅନୁରୋଧ କ୍ରମେ FAQ ମାନ ଚେକ୍ କରାଗଲା ଏବଂ ସମସ୍ତଙ୍କର ଧାନ ଭଲ ରହିଲା। ତେଣୁ ସେମାନେ ସୁରୁଖୁରୁରେ ଉଦ୍ଘାଟନ କରି ଧାନ ମଣ୍ଡି ଆଜି ଆରମ୍ଭ କରିବା ପାଇଁ ମିଲରଙ୍କ ସହିତ ପୁରା କଥାବାର୍ତ୍ତା ରହି ଉଦ୍ଘାଟନ କରାଗଲା। ମିଲର ବି ଅଛନ୍ତି, ଗାଡ଼ି ବି ଛାଡ଼ିଛନ୍ତି। ଆଉ ଧାନ ଏଇନେ ସାଙ୍ଗେ ସାଙ୍ଗେ ଉଠିବ। ମୁଁ ରଘୁନାଥ ବେହେରା, ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ 10 ନମ୍ବର ଜୋନର। ବର୍ତ୍ତମାନ କୁହୁଡ଼ି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି। ଆମର ସରକାରଙ୍କର ନୀତି ନିୟମ ଅନୁସାରେ 6 ତାରିଖ ଦିନ ମଣ୍ଡି ଉଦ୍ଘାଟନ ହେବାର ଥିଲା, କିନ୍ତୁ ଆଜି 9 ତାରିଖରେ ଆମେ ଆଜି ମଣ୍ଡି ଉଦ୍ଘାଟନ କଲୁ ଏବଂ ସରକାରଙ୍କର ନୀତି ନିୟମ ଓଡ଼ିଶା ସରକାରଙ୍କର ନୀତି ନିୟମ ଅନୁସାରେ ଧାନ ଯେମିତି ମିଲର ଗ୍ରହଣ କରିବା କଥା, ସେ ଅନୁସାରେ ଆଜିଠାରୁ ଆମର ଧାନ ମିଲର ଗ୍ରହଣ କରିବେ। ଆସନ୍ତା ଦିନ ଭିତରେ ଯେଉଁଗୁଡ଼ାକ ଆମର ରହିଛି ଫେବୃଆରୀ 4 ତାରିଖ, ମାନେ ଜାନୁଆରୀ 6ରୁ ଫେବୃଆରୀ 4 ତାରିଖ ମଧ୍ୟରେ ଆମର ଟାର୍ଗେଟ ଯଦିବା 2000 କୁଇଣ୍ଟାଲ ଆସିଛି, କିନ୍ତୁ ତାପରେ ଟାର୍ଗେଟ ଆସିବ। ଆଉ ଚଣ୍ଡିଗଡ଼ ରାଇସ୍ ମିଲର ପ୍ରିୟ ବାବୁ ବି ଆଜି ଉପସ୍ଥିତ ଥିଲେ, ତାଙ୍କୁ ଧନ୍ୟବାଦ ଦେବୁ। ସେ ଯାହା ହଉ ଆମର ସଦାବେଳ କୃଷି ସମବାୟ ସମିତିକୁ ପ୍ରାଧାନ୍ୟ ଦେଇ ଆସିଥିଲେ, ଆଜି ମଧ୍ୟ ପ୍ରାଧାନ୍ୟ ଦେଲେ। ସେ ଅନୁସାରେ ସରକାର, ଓଡ଼ିଶା ସରକାର ଡବଲ ଇଞ୍ଜିନ୍ ସରକାରଙ୍କର ଯେଉଁ କାର୍ଯ୍ୟକ୍ରମ ତାକୁ ଆମେ ସ୍ୱାଗତ କରୁଛୁ ଏବଂ ସେହି ଅନୁସାରେ ଆମର ବି ଧାନ ଆଜିଠାରୁ ମିଲର ଉଠେଇବେ। 2000 କୁଇଣ୍ଟାଲ ଟାର୍ଗେଟକୁ ଆମର ଆଜି ପ୍ରାୟ 15-20 ଜଣ ଚାଷୀ ଧାନ ଉପସ୍ଥିତ ରଖିଛନ୍ତି ଏବଂ ଆସନ୍ତା ଦିନରେ ସବୁ ଚାଷୀଙ୍କର ଧାନ କେମିତି ଭଲ ଭାବରେ ଉଠିବ ତାକୁ ବି ଆମେ ମିଲର ସହିତ ଏବଂ ସରକାରଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ ଏବଂ ତାହା ସୁଚାରୁ ରୂପେ ଭଲ ଭାବରେ ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ନିରଞ୍ଜନ ମହାପାତ୍ର, କ୍ୱାଲିଟି ଆନାଲିସିସ୍ରେ ମୁଁ ଅଛି। ଆଉ ଆଜି ମଣ୍ଡି ଓପନିଂ ହେଲା। ଚାଷୀମାନେ ସବୁ ଆସିଲେ। ଆସିବା ପରେ ଆମର ସରକାରଙ୍କର ଯେଉଁ ଯାହା ଗାଇଡ଼ଲାଇନ୍ ଅଛି ସେଇ ଅନୁସାରେ ଆମେ ଟେଷ୍ଟ କରା